ଆଜି ଆମ ବାହାଘରକୁ 3 ବର୍ଷ ପୁରିଗଲା ତ ଥାର୍ଡ଼ ଆନିଭର୍ସରୀ ସ୍ପେଶାଲି ହଜବେଣ୍ଡ ମୋତେ ନେଇକି ଆସିଛନ୍ତି ଗୋଟେ ବହୁତ ହି ସୁନ୍ଦର ଜାଗାକୁ। ତ ଆମ ଘରଠୁ 3-4 ଘଣ୍ଟାର ଟ୍ରାଭେଲ୍ ପରେ ଆମେ ଆସିକି ପହଞ୍ଚି ଯାଇଥିଲୁ ଫାଇନାଲି ଆମ ଡେଷ୍ଟିନେସନରେ। ଆପଣମାନେ ଆମ ଫେସ୍ ଦେଖିକି ତ ଜାଣିପାରୁଥିବେ ଆମେ କେତେ ଟାୟାର୍ଡ଼ ହେଇସାରିଲୁଣି। କାହିଁକିନା ଛୋଟ ଛୁଆକୁ ଧରିକି 4 ଘଣ୍ଟା 5 ଘଣ୍ଟା କାରରେ ଟ୍ରାଭେଲ୍ କରିକି ଆସିବା ସତରେ ବହୁତ କଷ୍ଟ। ତ ଫାଇନାଲି ଆମେ ଆସିକି ପହଞ୍ଚି ଯାଇଥିଲୁ ଇକୋ ରିଟ୍ରିଟ୍ ଭିତରକନିକାରେ। ତ ସେଠି ପାର୍କିଂରେ କାର୍ ରଖିକି ସେମାନେ ଆମକୁ ଏମିତି ବ୍ୟାଟେରୀ ଗାଡ଼ିରେ ନେଇଯାଇଥିଲେ ଆମ ରୁମ୍ ପର୍ଯ୍ୟନ୍ତ। ଫାଷ୍ଟ ଆମେ ରିସେପସନ୍କୁ ଯାଇକି ଆମର ଯାହା ବି ବୁକିଂ ସବୁ ଥିଲା ସେସବୁ ଚେକ୍ କରି ନେଇଥିଲୁ। ଆଉ ଚେକ୍ ଇନ୍ ପରେ ଆମକୁ ମିଳିଯାଇଥିଲା ଆମ ରୁମ୍। ତ ଏଠି ବ୍ୟାଟେରୀ ଗାଡ଼ିରେ ଆମେ ଯାଉଛୁ ଆମ ଟେଣ୍ଟ ହାଉସ୍କୁ, କାହିଁକିନା ଏଠି ରୁମ୍ ବୋଲି କିଛି ନଥାଏ। ସି ବିଚ୍ ଫ୍ରଣ୍ଟରେ ଏମିତିକା ଟେଣ୍ଟ ହାଉସ୍ ଆପଣମାନଙ୍କୁ ଗୋଟେ ଗୋଟେ ମିଳିଥାଏ। ତ ଏଇଠି ରିସେପସନ୍ ହେଇଗଲା, ହଜବେଣ୍ଡ ଯାଇକି ତାଙ୍କ ରିସେପସନ୍ରେ କିଛି କାମ କରିବାକୁ ଲାଗିଲେ ଚେକ୍ ଇନ୍ ପ୍ରୋସେସ୍। ତ ଆମକୁ ୱେଲକମ୍ରେ 2ଟା ଫ୍ରୁଟି ଦେଇଥିଲେ। ତ ତାପରେ ଏଠି ଗୋଟେ ସୁନ୍ଦର ଚିଲଡ୍ରେନ୍ ପାର୍କ ଟାଇପ୍ର ଥିଲା, ଯେଉଁଠିକି ଦୋଳି ଆଉ କିଛି ଜିନିଷ ସବୁ ଥିଲା। ଆଉ ସାମ୍ନାରେ ଥିଲା ସି ବିଚ୍, ବହୁତ ହି ସୁନ୍ଦର ଲାଗୁଥିଲା। ଯଦିଓ ଆମେ ବହୁତ ଟାୟାର୍ଡ଼ ହେଇଯାଇଥିଲୁ, ଆମ ଫେସ୍କୁ ଦେଖିକି ଆପଣମାନେ ଜାଣିପାରୁଥିବେ ଆମେ ସକାଳ 7ଟା ପାଖାପାଖି ବାହାରିଥିଲୁ। ଆଉ ଟିକେ ରାସ୍ତା ଏପଟ ସେପଟ ହେଇକି ପହଞ୍ଚୁ ପହଞ୍ଚୁ ଆମର 1 ହେଇଗଲା। ଆଉ 12ଟାରେ ଥିଲା ଚେକ୍ ଇନ୍, ଆମେ ଟିକେ ଲେଟ୍ ହେଇଯାଇଛୁ ଆଉ ସେପଟେ ଲଞ୍ଚ ଟାଇମ୍ ବି ହେଇଗଲାଣି। ତ ଏମିତି କିଛି ଥିଲା ଭିୟୁଟା। ଆମର ଚେକ୍ ଇନ୍ ପ୍ରୋସେସ୍ ହେଇସାରିଛି ଆଉ ଆମେ ଏବେ ଯାଉଛୁ ଆମ ଟେଣ୍ଟ ହାଉସ୍କୁ। ତ ଟେଣ୍ଟ ହାଉସ୍ଟା କେମିତି କ'ଣ ସବୁ ଡିଟେଲ୍ସରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ଆମ ଟେଣ୍ଟ ହାଉସ୍ରେ। ଆଉ ଚାଲିବାକୁ ବିଲକୁଲ ବି ପଡ଼ିନଥିଲା, କାହିଁକିନା ସବୁ ଜିନିଷ ବ୍ୟାଟେରୀ ଗାଡ଼ି ଦ୍ୱାରା ହିଁ ହେଉଥିଲା। ତ ଆମକୁ ଆଣିକି ପହଞ୍ଚେଇ ଦେଇଥିଲେ ସେମାନେ ଆମ ଟେଣ୍ଟ ହାଉସ୍। ତ ହାଇ ସାଙ୍ଗମାନେ, ତ ଆମେ ଆଜି ଆସିଛୁ ଇକୋ ରିଟ୍ରିଟ୍ ଭିତରକନିକା। ତ ତାରଟା ମୁଁ ଦେଖାଉଛି ଆପଣଙ୍କୁ। ସାମ୍ନାରେ ଆପଣମାନେ ଦେଖିପାରୁଥିବେ ସମୁଦ୍ର। ଏଠି ସମୁଦ୍ର ପୁରା। ତ ସମୁଦ୍ର ସାମ୍ନାରେ ଏମିତିକା କିଛି ଏଠି ବସିପାରିବ ଆରାମସେ। ତାପରେ ଏବେ ଆସନ୍ତୁ ଆପଣମାନଙ୍କୁ ଦେଖାଉଛି ରୁମ୍ଟା। ରୁମ୍ ଭିତରଟା। ତ ରୁମ୍ ଭିତରଟା କିଛି ଏମିତି ଅଛି। ଆସେ ୟସ୍ ଆସ, ଆଚ୍ଛ ଧୀରେ କିନି ଆଚ୍ଛ ଆଚ୍ଛ ଆସ। ଏଠି ଅଛି ବେଡ୍ ଆଉ ଏମିତି କିଛି ଏରିଆଟା। ଏଇଟା ଏଣ୍ଟ୍ରାନ୍ସ। ଏଠି ଗୋଟେ ଚେୟାର ଅଛି। ଏଠି ବାକି ସବୁ କଫି ଫଫି ବଗେରା ପିଇବା ପାଇଁ ଅଛି। ଆଉ ଏଇଟାକୁ ଆପଣ ମାନେ ଏମିତି ଚେନ୍ ଦେଇକି ଲକ୍ ବି କରିପାରିବେ। ଏମିତି ଲକ୍ ହେଇଯିବ। ଏଠି ଏସି, ଏଠି ହିଟର ବି ଅଛି। ଯେହେତୁ ସମୁଦ୍ର କୂଳ ସାମ୍ନା, ଶୀତ ଫୀତ ବି ହେଇପାରେ ଶୀତ ଦିନ ଯେହେତୁ। ଏଠି ଗୋଟେ ଅଛି ବଡ଼ ମିରରଟେ। ମୋ ପୁଅର ସୁ ଏଠି ପଡ଼ିଛି। ତ ଆହାରି ଆହାରି ପୁଅ ଆହାରି। ତ କାଫି ବଡ଼ ଅଛି ରୁମ୍ଟା, ମାନେ ଏତେ ଛୋଟ ନୁହେଁ, ପୁରା ଆରାମସେ କମ୍ଫର୍ଟେବୁଲ୍ ଲାଗିବ। ହଁ, ବାଥରୁମ୍ କଥା ତ ମୁଁ ଭୁଲି ହିଁ ଯାଇଥିଲି। ଏପଟେ ଅଛି ଆପଣଙ୍କର ବାଥରୁମ୍ ଏରିଆ, ବେସିନ୍, ଟଏଲେଟ୍, ବାଥରୁମ୍ ଗାଧୋଇବା ପାଇଁ, ଆଉ ଟାୱେଲ୍ ଫାୱେଲ୍ ବଗେରା ଆଉ ବ୍ରସ୍ ଫ୍ରସ୍ ସବୁ ତାଙ୍କର କମ୍ପ୍ଲିମେଣ୍ଟାରୀ ଯାହା ରହୁଛି। ତ ଏମିତି କିଛି ଥିଲା ରୁମ୍ ଟୁର୍ଟା। ତ ବାକି ମୁଁ ଆପଣମାନଙ୍କୁ ନେକ୍ସଟ ଦେଖେଇବି କ'ଣ କ'ଣ ହେଲା। ଆମେ